ସମସ୍ତଙ୍କୁ ଆମର ଏହି ଗଭୀର ବିଶ୍ଳେଷଣ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ଆଜି ହେଉଛି ମାର୍ଚ୍ଚ 3, 2026। ହଁ, ଆଜିର ଦିନଟି ପ୍ରକୃତରେ ବହୁତ ଘଟଣାବହୁଳ। ବିଲକୁଲ। ଆମ ଟେବୁଲ ଉପରେ ଆଜି ଯେଉଁ ସବୁ ଉତ୍ସ, ରିପୋର୍ଟ ଆଉ ଆର୍ଟିକଲ ଅଛି ନା, ସେଗୁଡ଼ିକୁ ମାନେ ଏମିତି କିଛି ଐତିହାସିକ ଘଟଣା ଆଡ଼କୁ ଇସାରା କରୁଛି, ଯାହା ବୋଧହୁଏ ସମଗ୍ର ବିଶ୍ୱର ଗତିପଥକୁ ବଦଳାଇ ଦେଉଛି। ଏକଦମ ସତ କଥା। ଆଜିର ଏହି ଆଲୋଚନାରେ ଆମେ ମୁଖ୍ୟତଃ ଦୁଇଟି ସମ୍ପୂର୍ଣ୍ଣ ବିପରୀତ ଖବର ଉପରେ ନଜର ପକାଇବା। ମାନେ ଗୋଟିଏ ପଟେ ରହିଛି ମଧ୍ୟପ୍ରାଚ୍ୟ, ଯେଉଁଠି ଆମେରିକା, ଇସ୍ରାଏଲ ଆଉ ଇରାନ ମଧ୍ୟରେ ଏକ ଅତି ଭୟଙ୍କର, ଏକ ବିନାଶକାରୀ ଯୁଦ୍ଧ ଚାଲିଛି। ଆଉ ଅନ୍ୟପଟେ କ୍ରିକେଟ ପଡ଼ିଆର ଉତ୍ସାହ। ହଁ, ଅନ୍ୟପଟେ ରହିଛି T20 କ୍ରିକେଟ ବିଶ୍ୱକପ୍ର ସେମିଫାଇନାଲ ଲଢ଼େଇର ଜବରଦସ୍ତ ରୋମାଞ୍ଚ। ଆଉ କେବଳ ସେତିକି ନୁହେଁ, ଆମେ ଏହା ଉପରେ ବି କଥା ହେବା ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କିପରି ଆମର ହଜିଯାଇଥିବା ଇତିହାସକୁ ପୁନର୍ଜୀବିତ କରୁଛି। ଆଜ୍ଞା। ଠିକ୍ ଅଛି, ଆସନ୍ତୁ ଏହାକୁ ଖୋଲି ବିଶ୍ଳେଷଣ କରିବା। ଗୋଟେ କଥା ଆମେ ଆରମ୍ଭରୁ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଯେତେବେଳେ ଆମେ ଏହି ଯୁଦ୍ଧ କିମ୍ବା ରାଜନୈତିକ ପରିସ୍ଥିତି ବିଷୟରେ କଥା ହେଉଛୁ, ଆମେ କୌଣସି ବି ପକ୍ଷକୁ ସମର୍ଥନ କରୁନାହୁଁ, ନା ବାମପନ୍ଥୀ ନା ଦକ୍ଷିଣପନ୍ଥୀ। ସମ୍ପୂର୍ଣ୍ଣ ଠିକ୍। ଆମର ଉଦ୍ଦେଶ୍ୟ କେବଳ ମୂଳ ଉତ୍ସରୁ ମିଳିଥିବା ତଥ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ଆପଣଙ୍କ ସାମ୍ନାରେ ରଖିବା। ଏଠାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି କି ଆମେ ଏକା ସାଙ୍ଗରେ ମାନବ ସଭ୍ୟତାର ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଖୁଛୁ। ଗୋଟିଏ ପଟେ ଯୁଦ୍ଧର ଅକଳ୍ପନୀୟ ବିନାଶ, ଆଉ ଅନ୍ୟପଟେ ଖେଳ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ମଣିଷର ଅଦ୍ଭୁତ ସୃଜନଶୀଳତା। ସତରେ ଏହା ଖୁବ୍ ଆଶ୍ଚର୍ଯ୍ୟଜନକ। ତେବେ ଆମେ ପ୍ରଥମେ ସେହି ପ୍ରସଙ୍ଗରୁ ଆରମ୍ଭ କରିବା, ଯାହା ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି, ମଧ୍ୟପ୍ରାଚ୍ୟର ଯୁଦ୍ଧ। ହଁ, ପରିସ୍ଥିତି ବହୁତ ଗମ୍ଭୀର ଅଛି ସେଠାରେ। ଆମ ପାଖରେ ଥିବା ରିପୋର୍ଟ କହୁଛି ଯେ ମାର୍ଚ୍ଚ 1 ତାରିଖରେ ଏକ ବହୁତ ବଡ଼ ଧରଣର ସାମରିକ ଅଭିଯାନ ହୋଇଛି। ଆମେରିକା ଏବଂ ଇସ୍ରାଏଲର ଏକ ମିଳିତ ବିମାନ ଆକ୍ରମଣରେ ସିଧାସଳଖ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କର ମୃତ୍ୟୁ ଘଟିଛି। ଏହା କୌଣସି ଛୋଟ ଘଟଣା ନୁହେଁ। ବିଲକୁଲ ନୁହେଁ। ତେହେରାନରେ ହୋଇଥିବା ଏହି ଆକ୍ରମଣରେ କେବଳ ଖାମନେଇଙ୍କ କମ୍ପାଉଣ୍ଡ ନୁହେଁ, ବରଂ ଇରାନର ଯେଉଁ ନାତାଞ୍ଜ ପରମାଣୁ କେନ୍ଦ୍ର ଅଛି, ସେଠି ମଧ୍ୟ ଟାର୍ଗେଟ୍ କରାଯାଇଛି। ମୋତେ ଲାଗୁଛି ଏହା ପଛରେ ଏକ ବହୁତ ବଡ଼ ରଣନୀତି ଅଛି। ଦେଖନ୍ତୁ, ଆମକୁ ଏହାର ଗଭୀରତାକୁ ବୁଝିବାକୁ ପଡ଼ିବ। ଆୟାତୋଲ୍ଲା ଅଲି ଖମେନେଇ ସାଧାରଣ ନେତା ନଥିଲେ। ସେ ପ୍ରାୟ 3 ଦଶନ୍ଧି ଧରି ଇରାନର ସର୍ବୋଚ୍ଚ ଶାସକ ଥିଲେ। ତାଙ୍କ ମୃତ୍ୟୁ ପାଇଁ ଦେଶରେ 40 ଦିନର ଶୋକ ପାଳନ ଘୋଷଣା କରାଯାଇଛି। 40 ଦିନ? ମାନେ ଏକ ଲମ୍ବା ସମୟ। ହଁ, ଆଉ ସବୁଠୁ ବଡ଼ କଥା ହେଲା ନାତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ। ନାତାଞ୍ଜ ହେଉଛି ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମର ମୁଖ୍ୟ କେନ୍ଦ୍ର। ସେଠାରେ ୟୁରାନିୟମ୍ ଏନରିଚମେଣ୍ଟ ହୁଏ। ତାକୁ ନଷ୍ଟ କରିଦେବା ମାନେ ଇରାନର ପରମାଣୁ ଅସ୍ତ୍ର ତିଆରି ସ୍ୱପ୍ନକୁ ବହୁତ ପଛକୁ ଠେଲିଦେବା କଥା। ତାମାନେ ଏହା ଗୋଟେ ତୀରରେ ଦୁଇଟି ଶିକାର ଭଳି କଥା। ଏବେ ଇରାନ ଏହି ସଙ୍କଟ ସମୟରେ କାହାକୁ ନେତା ବାଛିବ? ରିପୋର୍ଟ ଅନୁଯାୟୀ ବରିଷ୍ଠ ଶିଆ ମୌଲବୀ ଆୟାତୋଲ୍ଲା ଅଲିରେଜା ଅରାଫିଙ୍କୁ ଏବେ ଅନ୍ତରୀଣ ସର୍ବୋଚ୍ଚ ନେତା ଭାବରେ ଦାୟିତ୍ୱ ଦିଆଯାଇଛି। ଆଚ୍ଛା, ଇଣ୍ଟରିମ୍ ଲିଡର। ହଁ, ଆଉ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି ଯେ ଆଗାମୀ 1 କିମ୍ବା 2 ଦିନ ଭିତରେ ନୂଆ ନେତା ବଛାଯିବେ। କିନ୍ତୁ ଏତେ ବଡ଼ ଆକ୍ରମଣ ପରେ ଚୁପ୍ ବସିବା ଇରାନର ପ୍ରକୃତି ନୁହେଁ। ଆମେ ଜାଣୁ ସେମାନେ ତୁରନ୍ତ ପ୍ରତ୍ୟାକ୍ରମଣ କରିଛନ୍ତି, ଆଉ ସେଇଟା ବି ବହୁତ ଭୟଙ୍କର ଥିଲା। ପ୍ରକୃତରେ ସେମାନେ କେବଳ ଇସ୍ରାଏଲ ଉପରେ ଅଟକି ନାହାନ୍ତି। ସେଇଆ ତ ମୁଁ ଦେଖୁଥିଲି। ପ୍ରତିଶୋଧ ନେବାକୁ ଯାଇ ଇରାନ ଏକା ସାଙ୍ଗରେ ଅନେକ ଦେଶ ଉପରେ କ୍ଷେପଣାସ୍ତ୍ର ଆଉ ଡ୍ରୋନ୍ ମାଡ଼ କରିଛି। ଇସ୍ରାଏଲ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ୍ ଆଉ ସାଉଦି ଆରବ ଏସବୁ ଜାଗାରେ ଥିବା ଆମେରିକୀ ବେସ୍ ଉପରେ ଆକ୍ରମଣ ହୋଇଛି। କେବଳ ସେତିକି ନୁହେଁ, ସାଇପ୍ରସରେ ଥିବା ବ୍ରିଟିଶ ବେସ୍ RAF ଆକ୍ରୁଟେରୀ ଆଉ ଦୁବାଇ ବିମାନବନ୍ଦର ପାଖରେ ବି ବିସ୍ଫୋରଣ ହୋଇଛି। ଏହି ଆକ୍ରମଣର ବ୍ୟାପକତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାର ସ୍ପଷ୍ଟ ବାର୍ତ୍ତା ହେଲା ଯେ ମଧ୍ୟପ୍ରାଚ୍ୟରେ ଆମେରିକା ଆଉ ତାର ସହଯୋଗୀମାନେ କେଉଁଠି ବି ସୁରକ୍ଷିତ ନୁହନ୍ତି। ଆଉ ଏଥିରେ ଜୀବନହାନି ମଧ୍ୟ ବହୁତ ହୋଇଛି। ଆମ ସୋର୍ସ କହୁଛି ଯେ ଏହି ଆକ୍ରମଣରେ 3 ଜଣ ଆମେରିକୀ ସୈନ୍ୟ ନିହତ ହୋଇଛନ୍ତି ଆଉ 5 ଜଣ ଗୁରୁତର ଆହତ ଅଛନ୍ତି। ହଁ, ଆଉ ଇସ୍ରାଏଲର ଅବସ୍ଥା ବି ଦେଖନ୍ତୁ। ସେଠାରେ ବେଟ୍ ଶେମେଶ ଅଞ୍ଚଳରେ ଗୋଟେ ସିନାଗୋଗ ଜିହୁଦୀ ପ୍ରାର୍ଥନା ଗୃହ ଉପରେ ଆକ୍ରମଣ ହେଲା। ସେଟା ବହୁତ ଦୁଃଖଦାୟକ। ବହୁତ। ସେଠାରେ 9 ଜଣଙ୍କର ମୃତ୍ୟୁ ହୋଇଛି, ଆଉ ପୁରା ଦେଶରେ ମୋଟ 10 ଜଣ ପ୍ରାଣ ହରାଇଲେଣି।
ଆଉ କ୍ଷୟକ୍ଷତି ତ ଉଭୟ ପଟୁ ହୋଇଛି। ଇରାନ ମଧ୍ୟ ନିଜର ଅନେକ ବଡ଼ ନେତାଙ୍କୁ ହରାଇଛି। ତାଲିକାଟା ଟିକେ ଲମ୍ବା ଅଛି। ଇରାନର ପ୍ରତିରକ୍ଷା ମନ୍ତ୍ରୀ ଅଜିଜ ନାସିରଜାଦେ, ଆଉ ଅଲି ଶାମଖାନି ମଧ୍ୟ। ହଁ, ବରିଷ୍ଠ କମାଣ୍ଡର ଅଲି ଶାମଖାନି, ଆଉ ଗୋଟେ ବଡ଼ ନାଁ ଶୁଣିବାକୁ ମିଳୁଛି, ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅହମଦିନେଜାଦଙ୍କର ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ହୋଇଥିବା ଖବର ଆସୁଛି। ପୁରା ଅଞ୍ଚଳଟା ଯେମିତି ଗୋଟେ ବାରୁଦ ସ୍ତୂପ ପାଲଟି ଯାଇଛି। ଯଦି ଆମେ ଏହାକୁ ଟିକେ ବୃହତ୍ତର ଚିତ୍ର ବା ବିଗର ପିକ୍ଚରରେ ଦେଖିବା, ଏହି ଯୁଦ୍ଧର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନାହିଁ, ପୁରା ବିଶ୍ୱ ଅର୍ଥନୀତି ଦୋହଲି ଯାଇଛି। ନିଶ୍ଚିତ ଭାବରେ ବିଶ୍ୱ ନେତାମାନେ ବି ଏବେ ମୁହଁ ଖୋଲିଲେଣି। ରୁଷର ରାଷ୍ଟ୍ରପତି ପୁତିନ ଏହାକୁ ସିଧାସଳଖ ନୈତିକତାର ଉଲ୍ଲଂଘନ ବୋଲି କହିଛନ୍ତି। ଅନ୍ୟପଟେ ଭାରତ ପରିସ୍ଥିତିକୁ ଦେଖେ ଶାନ୍ତି ପାଇଁ ଆହ୍ୱାନ ଦେଇଛି। ଆଉ ଅର୍ଥନୀତି କଥା ଯଦି ଉଠାଇଲେ, ତେଲ ବଜାରରେ ତ ନିଆଁ ଲାଗିଯାଇଛି। ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଓପେକ୍ ପ୍ଲସ୍ ସଂଗଠନ ନିଷ୍ପତ୍ତି ନେଇଛି ଯେ ଏପ୍ରିଲ ମାସ ପାଇଁ ଦୈନିକ 2,06,000 ବ୍ୟାରେଲ ତେଲ ଅଧିକ ଉତ୍ପାଦନ କରାଯିବ। କିନ୍ତୁ ପ୍ରଶ୍ନ ହେଉଛି, କ'ଣ ଏତିକି ଯଥେଷ୍ଟ ହେବ? ସିଏ ତ ମୁଁ ବି ଭାବୁଥିଲି। ଏତେ ବଡ଼ ଯୁଦ୍ଧ ଚାଲିଛି। ଦେଖନ୍ତୁ, ବଜାରରେ ଯେତେବେଳେ ଏମିତି ଅନିଶ୍ଚିତତା ଆସେ, ନିବେଶକମାନେ ଡରିଯାଆନ୍ତି। ସେମାନେ ନିଜ ପଇସା ସୁରକ୍ଷିତ ଜାଗାରେ ରଖିବାକୁ ଚାହାନ୍ତି। ସେଥିପାଇଁ ଏବେ ସୁନା ଆଉ ରୂପା ଦର ଆକାଶ ଛୁଆଁ ହୋଇଛି। ଆଗକୁ ଏହା ଆହୁରି ବଢ଼ିବ। ମାନେ ମୁଦ୍ରାସ୍ଫୀତି ବଢ଼ିବା ଥୟ। ବିଲକୁଲ। ଯୁଦ୍ଧର ଏହି ଭାରି ଖବରରୁ ଟିକେ ନିଶ୍ୱାସ ନେଇ ଏଠାରେ କଥାଟି ପ୍ରକୃତରେ ବହୁତ ରୋଚକ ହୋଇଯାଏ। ଆମେ ଯଦି ଟି20 କ୍ରିକେଟ ବିଶ୍ୱକପ୍ର ସେମିଫାଇନାଲ ଲଢ଼େଇ କଥା ଦେଖିବା, ହଁ, ଏହା କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବହୁତ ବଡ଼ ଆଶ୍ୱସ୍ତି। ଭାରତୀୟ ଦଳର ଐତିହାସିକ ବିଜୟ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ୱେଷ୍ଟଇଣ୍ଡିଜକୁ 5 ୱିକେଟରେ ହରାଇ ଭାରତ ଫାଇନାଲରେ ପ୍ରବେଶ, ମାନେ ସେମିଫାଇନାଲ ଜିତି ଫାଇନାଲ ଆଡ଼କୁ ଆଉ ପାଦେ ଆଗେଇ ଯାଇଛି। ଆଉ ଏହି ବିଜୟ କୌଣସି ସାଧାରଣ ବିଜୟ ନଥିଲା। ଏକଦମ। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି 196 ରନ୍ର ଏକ ବିଶାଳ ଲକ୍ଷ୍ୟ ରଖିଥିଲା। ନକ୍ଆଉଟ୍ ମ୍ୟାଚ୍ରେ ଏତେ ବଡ଼ ସ୍କୋର ପିଛା କରିବା, ତାହା ପୁଣି 4ଟି ବଲ୍ ବାକି ଥାଇ, ଏହା ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ସଫଳ ଚେସ୍। ଏହି ରେକର୍ଡ ସହିତ ଭାରତ ଆଉ ଗୋଟେ ଇତିହାସ ବି ରଚିଛି। କେଉଁଟା? ଭାରତ ଷଷ୍ଠ ଥର ପାଇଁ ଟି20 ବିଶ୍ୱକପ୍ର ସେମିଫାଇନାଲରେ ପହଞ୍ଚିଛି। 2007, 2014, 2016, 2022, 2024 ଆଉ ଏବେ 2026। କିନ୍ତୁ ଏହି ମ୍ୟାଚ୍ର ପ୍ରକୃତ ହିରୋଙ୍କ କଥା ଆଲୋଚନା ନ କଲେ ଭୁଲ ହେବ। ସଞ୍ଜୁ ସାମସନ୍? ହଁ, ସଞ୍ଜୁ ସାମସନ୍। ମାତ୍ର 50ଟି ବଲ୍ରୁ ଅପରାଜିତ 97 ରନ୍। ଏମିତି ଚାପଗ୍ରସ୍ତ ମ୍ୟାଚ୍ରେ ଏତେ ସୁନ୍ଦର ଖେଳିବା ଆଉ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହେବା ତାଙ୍କ ଦକ୍ଷତାକୁ ପ୍ରମାଣ କରୁଛି। ସଞ୍ଜୁଙ୍କ ସାଥ ବି ବାକି ଖେଳାଳିମାନେ ବହୁତ ଭଲ ଦେଲେ। ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ ସମସ୍ତଙ୍କର ଛୋଟ ଛୋଟ କିନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ଆଉ ବୋଲିଂରେ ଜସପ୍ରୀତ ବୁମରାଙ୍କର ସେହି 2ଟି ୱିକେଟ୍। ସେହି 2ଟି ୱିକେଟ୍ ହିଁ ମ୍ୟାଚ୍ର ଗତି ବଦଳାଇ ଦେଲା। ନହେଲେ ୱେଷ୍ଟଇଣ୍ଡିଜ ସ୍କୋର ଆହୁରି ଆଗକୁ ଯାଇଥାନ୍ତା। ଠିକ୍ କଥା। ଆଉ ଦ୍ୱିତୀୟ ସେମିଫାଇନାଲ ବି କିଛି କମ୍ ରୋମାଞ୍ଚକର ନଥିଲା। ଦକ୍ଷିଣ ଆଫ୍ରିକା ବନାମ ଜିମ୍ବାବୁଏ। ଦକ୍ଷିଣ ଆଫ୍ରିକା 154 ରନ୍ର ଲକ୍ଷ୍ୟକୁ ପିଛା କରି 5 ୱିକେଟରେ ଜିତିନେଲା। ଜିମ୍ବାବୁଏର ସିକନ୍ଦର ରାଜା ବହୁତ ଚମତ୍କାର ଖେଳିଥିଲେ ବି। ହଁ, ତାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ବହୁତ ଭଲ ଥିଲା। କିନ୍ତୁ ଏଡେନ୍ ମାର୍କ୍ରାମ୍ଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଦଳ ବହୁ ସନ୍ତୁଳିତ। ସେମାନେ ବିଜୟୀ ହେଲେ। ଏବେ ଆସନ୍ତା ବୁଧବାର କୋଲକାତାରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ମୁହାଁମୁହିଁ ହେବେ। ଯଦି ଆମେ ଏହିସବୁକୁ ଦେଖିବା, ମାନେ ମନୁଷ୍ୟର କ୍ଷମତା, ଟେକ୍ନୋଲୋଜି, ଯଦି ଆମେ ଏହାକୁ ବିଗର ପିକ୍ଚର ସହ ଯୋଡ଼ିବା, ଏକ ନୂଆ ଦିଗ ଖୋଲିଯାଏ। ଆପଣ ଏଆଇ ବା କୃତ୍ରିମ ବୁଦ୍ଧିମତ୍ତା କଥା କହୁଛନ୍ତି ବୋଧେ? ବିଲକୁଲ। ଆମେ ଭାବୁ ଏଆଇ କେବଳ ଭବିଷ୍ୟତ ଗଢ଼ୁଛି, କିନ୍ତୁ ତାହା ନୁହେଁ। ଏଆଇ ଆମର ନଷ୍ଟ ହୋଇଯାଇଥିବା ଅତୀତକୁ ମଧ୍ୟ ପୁଣିଥରେ ଯୋଡ଼ୁଛି। ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଆମ ପାଖରେ ଥିବା ତଥ୍ୟ ବହୁତ ମଜାଦାର। ଭାରତରେ ଏଆଇ ବ୍ୟବହାର କରି ଆଦିବାସୀମାନଙ୍କର ପ୍ରାୟ 82ଟି ବିପଦସଂକୁଳ ଆଉ 42ଟି ଗୁରୁତର ଭାବେ ବିଲୁପ୍ତପ୍ରାୟ ଭାଷାକୁ ସଂରକ୍ଷଣ କରାଯାଉଛି। ଏହା ଏକ ବିରାଟ ପଦକ୍ଷେପ। କେବଳ ଭାରତ ନୁହେଁ, ଗ୍ରୀସରେ ଦେଖନ୍ତୁ, ସେଠାରେ ପ୍ରାଚୀନ ଶିଳାଲେଖଗୁଡ଼ିକୁ ପଢ଼ିବା ପାଇଁ ଇଥାକା ନାମକ ଏକ ଆଲଗୋରିଦମ୍ ବ୍ୟବହାର ହେଉଛି। ମୁଁ ପଢ଼ୁଥିଲି ଏ ବିଷୟରେ। ଭାଙ୍ଗିଯାଇଥିବା ଶିଳାଲେଖର ଅକ୍ଷରଗୁଡ଼ିକୁ ଏହି ଏଆଇ ପ୍ରାୟ 60ରୁ 70% ସଠିକତା ସହ ପଢ଼ିପାରୁଛି। ଯାହା ଐତିହାସିକମାନଙ୍କ ପାଇଁ ବର୍ଷ ବର୍ଷର କାମ ଥିଲା, ତାହା ଏବେ କିଛି ମୁହୂର୍ତ୍ତରେ ହୋଇଯାଉଛି। ଆଉ ଇଟାଲୀର ପମ୍ପେଇ ସହରର କଥା ମଧ୍ୟ ଦେଖନ୍ତୁ, ରେପେୟାର ପ୍ରୋଜେକ୍ଟ। ହଁ, ରେପେୟାର ପ୍ରୋଜେକ୍ଟ।
ଆଗ୍ନେୟଗିରି ବିସ୍ଫୋରଣରେ ନଷ୍ଟ ହୋଇଯାଇଥିବା ସେହି ପ୍ରାଚୀନ କାନ୍ଥଚିତ୍ରଗୁଡ଼ିକୁ, ଯାହା ଏବେ ଲକ୍ଷ ଲକ୍ଷ ଛୋଟ ଖଣ୍ଡରେ ଅଛି, ରୋବୋଟିକ୍ସ ଆଉ AI ମିଶି ପୁଣି ଥରେ ଯୋଡୁଛନ୍ତି। AI ସେହି ଖଣ୍ଡଗୁଡ଼ିକର ରଙ୍ଗ ଆଉ ଆକାର ସ୍କାନ୍ କରି ତାକୁ ଠିକ୍ ଜାଗାରେ ବସାଉଛି। ଏହା ପ୍ରକୃତିରେ ଅତୀତକୁ ଜୀବନ୍ତ କରିବା ଭଳି କାମ। ଅତୀତର ରହସ୍ୟ କଥା ପଡ଼ିଛି ଯେତେବେଳେ, ମୋ ପାଖରେ ଗୋଟେ ମନୋରଞ୍ଜନ ଅପଡେଟ୍ ବି ଅଛି। କ'ଣ ସେଇଟା? ଡାଇନୋସରମାନଙ୍କ ଉପରେ ଏକ ନୂଆ ଡକ୍ୟୁମେଣ୍ଟାରୀ ମାର୍ଚ୍ଚ 6ରୁ ନେଟଫ୍ଲିକ୍ସରେ ଆସୁଛି। ଆଉ ଏହାର ପ୍ରଯୋଜନା କରିଛନ୍ତି ସାକ୍ଷାତ ଷ୍ଟିଭେନ୍ ସ୍ପିଲବର୍ଗ। ଆରେ ବାଃ, ତାହେଲେ ତ ଏହା ବହୁତ ଭଲ ହୋଇଥିବ। ହଁ, ଆଉ ସବୁଠୁ ବଡ଼ କଥା ହେଲା, ଏଥିରେ ସ୍ୱର ଦେଇଛନ୍ତି ପ୍ରସିଦ୍ଧ ଅଭିନେତା ମୋର୍ଗାନ୍ ଫ୍ରିମେନ୍। ତାଙ୍କର ସେହି ଗମ୍ଭୀର ସ୍ୱରରେ ଡାଇନୋସର କାହାଣୀ ଶୁଣିବା ବହୁତ ରୋମାଞ୍ଚକର ହେବ। ନିଶ୍ଚୟ ନିଶ୍ଚୟ। ତେବେ ଏସବୁର ଅର୍ଥ କ'ଣ? ଆମେ ଆଜି ଗୋଟିଏ ଦିନର ଖବର ଭିତରେ କ'ଣ ସବୁ ନ ଦେଖିଲେ? ଯୁଦ୍ଧର ସେହି ଭୟଙ୍କର ବିନାଶ, ଖେଳପଡ଼ିଆର ସେହି ଅଦମ୍ୟ ଉତ୍ସାହ, ଆଉ ପ୍ରଯୁକ୍ତିବିଦ୍ୟାର କମାଲ, ଯାହା ଇତିହାସକୁ ଫେରାଇ ଆଣୁଛି। ଏହିଠାରେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ଯାହା ଶ୍ରୋତାମାନଙ୍କୁ ବି ଟିକେ ଭାବିବାକୁ ବାଧ୍ୟ କରିବ। କ'ଣ ସେହି ପ୍ରଶ୍ନ? ଯଦି ଆଜି କୃତ୍ରିମ ବୁଦ୍ଧିମତ୍ତା ପ୍ରାଚୀନ ଗ୍ରୀକ୍ ଲେଖା ଏବଂ ପମ୍ପାଇର ନଷ୍ଟ ହୋଇଯାଇଥିବା ଚିତ୍ରଗୁଡ଼ିକୁ ଏତେ ସହଜରେ ଯୋଡ଼ି ପାରୁଛି, ତେବେ ଭବିଷ୍ୟତରେ ଏହି ଆଲଗୋରିଦମ୍ ଆଜିର ଏହି ଯୁଦ୍ଧବିଧ୍ୱସ୍ତ ସହରଗୁଡ଼ିକର ଇତିହାସକୁ କିପରି ସାଉଁଟିବ? ଏହା ଗୋଟେ ବହୁତ ଗଭୀର ଚିନ୍ତା। ଆମର ଆଜିର ଏହି ସବୁ ଡିଜିଟାଲ ରେକର୍ଡ, ଫଟୋଜ, ଟ୍ୱିଟ୍ ଏସବୁ ଭବିଷ୍ୟତ ପାଇଁ ଇତିହାସ ଗଠନକୁ ସହଜ କରିବ, ନା ଏହା ଆହୁରି ଜଟିଳ ଏବଂ ଭ୍ରମାତ୍ମକ ହୋଇଯିବ? ମିଥ୍ୟା ଖବର ଆଉ ସତ୍ୟ ଭିତରେ ଭବିଷ୍ୟତର AI କିପରି ଫରକ ବାଛିବ? ସତରେ ଏହା ଏକ ଏମିତି ଦିଗ ଯାହା ଉପରେ ଆମ ସମସ୍ତଙ୍କୁ ଚିନ୍ତା କରିବାର ଅଛି। ଆମେ ଯେଉଁ ଡିଜିଟାଲ ପାଦଚିହ୍ନ ଛାଡ଼ି ଯାଉଛୁ, ତାହା କିପରି ବ୍ୟବହାର ହେବ? ଆଜ୍ଞା। ଶ୍ରୋତାମାନେ ନିଶ୍ଚୟ ଏହି ବିଷୟରେ ନିଜ ଆଡ଼ୁ କିଛି ସମୟ ବିଚାର କରିବେ ବୋଲି ଆମର ଆଶା। ତେବେ ଆଜିର ଏହି ଆଲୋଚନାରେ ଆମ ସହ ଯୋଡ଼ି ହୋଇ ରହିଥିବାରୁ ସମସ୍ତଙ୍କୁ ଅନେକ ଧନ୍ୟବାଦ। ଆଗାମୀ ଦିନରେ ଆଉ ଏକ ନୂଆ ବିଷୟ ଆଉ ଏକ ଗଭୀର ବିଶ୍ଳେଷଣ ସହ ଆମେ ପୁଣି ଫେରିବୁ। ବିଦାୟ।